ଆରେ ଏତେ ସୁନ୍ଦର ବାକ୍ସକୁ ଏଠି କିଏ ପକେଇଛି? ମୁଁ ଖୋଲିକି ଦେଖେ ବାକ୍ସ ଭିତରେ କଣ ଅଛି। ଏ କେମିତିକା କାଗଜ? ଏଥିରେ କଣ ଲେଖା ହେଇଛି? ମୁଁ ତ କିଛି ବି ବୁଝିପାରୁନି। ଏମିତି ଚଢ଼େଇ ସେ କାଗଜକୁ ଦେଖୁଥିଲା। ସେହି ସମୟରେ କାଉ ସେ ରାସ୍ତାରେ ଯାଉଥିଲା। ସେ ଚଢ଼େଇକୁ ଦେଖି ତା ପାଖକୁ ଆସିଲା। ଆରେ ଚଢ଼େଇ, ତୁ ଏଇଟା କଣ କାଗଜ ଧରିଛୁ? ଏଥିରେ କଣ ଲେଖା ହେଇଛି? ଜାଣିନି କାଉ, ମୁଁ ଏ କାଗଜକୁ ଗୋଟେ ବାକ୍ସ ଭିତରେ ପାଇଲି। ଏଇ କାଗଜରେ କଣ ଲେଖା ହେଇଛି ମୁଁ କିଛି ବୁଝିପାରୁନି। ଆଚ୍ଛା, ମତେ ଟିକେ ସେ କାଗଜ ଦେଖେଇଲୁ। ଆରେ ଆରେ, ଏଇଟା ତ ଗୋଟେ ନକ୍ସା, ହେଲେ ଏଥିରେ କଣ ଲେଖା ହେଇଛି ମୁଁ ବି ବୁଝିପାରୁନି। ନିଶ୍ଚୟ ଗୁପ୍ତଧନ ବିଷୟରେ ଲେଖା ହେଇଥିବ। ମୁଁ ଏକଥା ଚଢ଼େଇକୁ କହିବିନି। କାଉ, କାଗଜ ଦେଖି ତୁ କିଛି ବୁଝିପାରିଲୁ? ନା ରେ ଚଢ଼େଇ, ମୁଁ କିଛି ବି ବୁଝିପାରିଲିନି। ମୁଁ ଗୋଟେ କାମ କରେ, ମୁଁ ଏ କାଗଜର ଫଟୋ ଉଠେଇ ମୋ ସ୍ୱାମୀକୁ ଦେଖାଏ। ସେ କାଗଜରେ କଣ ଲେଖା ହେଇଛି କହିପାରିବେ। ହଁ, ମୋ ସ୍ୱାମୀ ବି କାଗଜର ଲେଖା ବୁଝିପାରନ୍ତି। ମୁଁ ଘରକୁ ଗଲେ ତାଙ୍କୁ ଏ କାଗଜ ଦେଖେଇବି। ଏମିତି କହି କାଉ ସେ କାଗଜର ଫଟୋ ଉଠେଇ ଶୀଘ୍ର ତା ସ୍ୱାମୀ ପାଖକୁ ଗଲା। ଆରେ ଶୁଣ ଶୁଣ, ମୁଁ ଗୋଟେ ଖୁସି ଖବର ନେଇ ଆସିଛି। କଣ ଖୁସି ଖବର ଆଣିଛୁ? ତୁ ସତ କହୁଛୁ? ତୁ ଗୁପ୍ତଧନର ନକ୍ସା ପାଇଛୁ? ଆମେ ଯଦି ସେ ଗୁପ୍ତଧନ ପାଇଯିବା, ଆମେ ଅନେକ ଅନେକ ଧନୀ ହେଇଯିବା। ତା ତ ହେବା, କିନ୍ତୁ ଚଢ଼େଇ ମାନେ ନକ୍ସା ବୁଝି ସେ ଜାଗାକୁ ଯିବା ପୂର୍ବରୁ ଆମେ ଆଗ ସେ ଜାଗାକୁ ଯିବା, ଆଉ ସେ ଗୁପ୍ତଧନ ନେଇ ଆସିବା। ହଁ, ତୁ ଠିକ କହିଲୁ। ରହ, ମୁଁ ଏବେ ଦୋକାନ ବନ୍ଦ କରୁଛି, ତାପରେ ଆମେ ସେଠାକୁ ଯିବା। ତାପରେ କାଉମାନେ ଦୋକାନ ବନ୍ଦ କରି ନକ୍ସା ଦେଖି ଦେଖି ଆଗକୁ ଗଲେ। କିଛି ଦୂର ଗଲା ପରେ ସେମାନେ ଏକ ବୁଢା ଚଢ଼େଇକୁ ଦେଖିଲେ। ବୁଢା ଚଢ଼େଇ ଯେମିତି କାଉମାନଙ୍କୁ ଦେଖିଲା, ସେ ତାଙ୍କ ପାଖକୁ ଆସିଲା। ତମେ ମାନେ ନକ୍ସା ଦେଖି ଦେଖି ଏଠାକୁ ଆସିଛ ନା? ହଁ, ହେଲେ ତମେ କଥା କେମିତି ଜାଣିଲ? ଆମେ ତ କାହାକୁ ବି ଏ ବିଷୟରେ କହିନୁ। ମୁଁ ସବୁ ଜାଣେ, ଆଉ ତମେ ମାନେ ଯଦି ଚାହିଁବ, ମୁଁ ତମମାନଙ୍କୁ ସଠିକ ଗୁପ୍ତଧନ ଥିବା ଜାଗାରେ ପହଞ୍ଚେଇ ଦେବି। ତୁମେ ଯଦି ଗୁପ୍ତଧନର ଠିକଣା ଜାଣିଛ, ତେବେ ତୁମେ ନିଜେ କାହିଁକି ସେ ଗୁପ୍ତଧନ ନେଇ ଆସୁନ? କାରଣ ମୋ ମନରେ ଗୁପ୍ତଧନ ପ୍ରତି ଲୋଭ ନାହିଁ। ତାହେଲେ ତୁମେ ଆମକୁ କାହିଁକି ସେ ଗୁପ୍ତଧନ ଦେବାକୁ ଚାହୁଁଛ? ମୁଁ ଜଙ୍ଗଲ ଠାରୁ ବହୁତ ଦୂରରେ ରୁହେ। ମୁଁ ଗରିବ ଚଢ଼େଇମାନଙ୍କୁ ଜାଣିନି, ସେଥିପାଇଁ ତମମାନଙ୍କୁ ମୁଁ ସେ ଗୁପ୍ତଧନ ଦେବାକୁ ଚାହୁଁଛି। ତମେ ମାନେ ନିଜେ କିଛି ଗୁପ୍ତଧନ ରଖି ବାକି ସବୁ ଗରିବ ମାନଙ୍କୁ ସାହାଯ୍ୟ କରିବ। ମୁଁ କେବଳ ଏତିକି ଚାହୁଁଛି। ହା ହା ହା, ତ ଚାଲାକି ମୁଁ ବୁଝିଗଲି। ତୁ ଏକୁଟିଆ ଗୁପ୍ତଧନ ଥିବା ଜାଗାକୁ ଯିବା ପାଇଁ ଡରୁଛୁ। ଆମ ସାଙ୍ଗରେ ଗଲେ ତୁ ବି ସେ ଗୁପ୍ତଧନରୁ ଭାଗ ନେବୁ। ସେଥିପାଇଁ ଆମକୁ ଏକଥା କହୁଛୁ। ତତେ ଆମେ ସାଙ୍ଗରେ ନେବୁନି, ଆମେ ନିଜେ ହିଁ ନକ୍ସା ଦେଖି ଗୁପ୍ତଧନ ପାଖରେ ପହଞ୍ଚିଯିବୁ। ଏମିତି କହି କାଉମାନେ ସେଠାରୁ ଚାଲିଗଲେ। ସେମାନେ ନକ୍ସା ଦେଖି ଦେଖି ଆଗକୁ ଯିବା ସମୟରେ ଏକ ଗୁମ୍ଫା ପାଖରେ ପହଞ୍ଚିଲେ। ନକ୍ସାରେ ତ ଏ ଗୁମ୍ଫାର ଛବି ଅଛି। ଗୁମ୍ଫା ଭିତରେ ବୋଧେ କେହି ନାହାନ୍ତି। ନିଶ୍ଚୟ ଏ ଗୁମ୍ଫା ଭିତରେ ଗୁପ୍ତଧନ ଥିବ। ଚାଲେ, ଆମେ ଗୁମ୍ଫା ଭିତରକୁ ଯିବା। ଆରେ, ଏ ଗୁମ୍ଫା ଭିତରଟାକୁ ଦେଖି ଲାଗୁଛି କିଏ ଏଠି ଆଗରୁ ରହୁଥିଲା। ତୁ ସେପଟେ ଖୋଜି ଦେଖେ, ମୁଁ ଏପଟେ ଖୋଜୁଛି। ଏମିତି ସେମାନେ ସବୁ ଜାଗା ଭଲ ଭାବରେ ଖୋଜିଲେ, ହେଲେ କୋଉଠି ବି ଗୁପ୍ତଧନ ପାଇଲେନି। ଗୁପ୍ତଧନ ପାଇବା ଲୋଭରେ ମୁଁ ତୋ ସହ ଏଠାକୁ ଆସି ବେକାରେ ମୋ ସମୟ ନଷ୍ଟ କଲି। ଦୋକାନ ଯଦି ଖୋଲିଥାନ୍ତି, କିଛି ଟଙ୍କା ହେଲେ ପାଇଥାନ୍ତି। ମୁଁ କଣ ଜାଣିଥିଲି ଏଠି ଗୁପ୍ତଧନ ପାଇବେନି? ଯଦି ଆଗରୁ ଜାଣିଥାନ୍ତି ଏଠି ଗୁପ୍ତଧନ ମିଳିବନି, ମୁଁ କେବେ ବି ଏଠାକୁ ଆସିନଥାନ୍ତି। ଥାଉ ଥାଉ, ତତେ ଆଉ କିଛି କହିବା ଦରକାର ନାହିଁ। ଚାଲ ଏବେ ଏଠୁ ଯିବା। ରାସ୍ତାରେ ମୁଁ ଯଦି ସେ ବୁଢା ଚଢ଼େଇକୁ ପାଇବି, ତାକୁ ଉଚିତ ଶିକ୍ଷା ଦେବି। ସେ ବି ମତେ ମିଛ କହିବାକୁ ସାହସ କଲା। ନିଜ ଜଙ୍ଗଲକୁ ତ ଫେରି ଆସିଲି, ତଥାପି ମୁଁ ସେ ବୁଢା ଚଢ଼େଇକୁ ପାଇଲିନି। ସେ ବୋଧେ ଭୟରେ ଏଠାରୁ ଚାଲି ଯାଇଥିବ। ମୋ କଥା ଶୁଣ, ଆମେ ଗୁପ୍ତଧନ ନ ପାଇଲେ ଏକଥା ଚଢ଼େଇକୁ କହିବୁନି। ମୁଁ ଚାହେଁ ସେମାନେ ବି ଆମ ପରି ହଇରାଣ ହୁଅନ୍ତୁ।
ଆଚ୍ଛା ଠିକ ଅଛି, ତୁମେ ଯେମିତି କହିବ ମୁଁ ସେମିତି କରିବି। ଏମିତି କଥା ହିଁ ଦୁଇ କାଉ ନିଜ ଘରକୁ ଫେରିଗଲେ। ସେପଟେ ଚଢ଼େଇ ତାର ସ୍ୱାମୀକୁ ନକ୍ସା ଦେଖେଇ ସବୁ ଘଟଣା କହିଲା। ଏ କାଗଜକୁ ଦେଖି ଲାଗୁଛି ଏଇଟା ଗୋଟେ ନକ୍ସା, ହେଲେ ଏମିତି ଗୋଟେ ନକ୍ସାକୁ କିଏ ରାସ୍ତାରେ ରଖିଥିଲା? ମତେ ଲାଗୁଛି ନିଶ୍ଚୟ କିଏ ବିପଦରେ ପଡିଥିବ। ସେ ସାହାଯ୍ୟ ପାଇବା ଆଶାରେ ଏମିତି ନକ୍ସା ବନେଇ ରାସ୍ତା ଉପରେ କାଗଜ ରଖିଥିବ। ଚାଲ ଆମେ ସେ ଜାଗାକୁ ଥରେ ଯାଇ ଦେଖିବା ସେଠି କଣ ଅଛି। ଆଚ୍ଛା ଠିକ ଅଛି, ଚାଲ ଯିବା। ତାପରେ ସେ ଦୁଇ ଚଢ଼େଇ ନକ୍ସା ଦେଖି ଦେଖି ଆଗକୁ ଗଲେ। କିଛି ଦୂର ଗଲା ପରେ ତାଙ୍କ ସାମ୍ନାକୁ ସେ ବୁଢା ଚଢ଼େଇ ଆସିଲା। ତମେ ମାନେ ନକ୍ସା ଦେଖି ଦେଖି ଆଗକୁ ଯାଉଛ ନା? ହଁ, ହେଲେ ଆପଣ ଏ କଥା କେମିତି ଜାଣିଲେ? ମୁଁ ସବୁ ଜାଣେ, ଆଉ ଏ କଥା ବି ଜାଣେ ସେ ନକ୍ସାରେ ଯୋଉ ଜାଗା ଅଛି ସେଠି ଗୁପ୍ତଧନ ଅଛି। ତମେ ମାନେ ଚାହିଁଲେ ମୁଁ ତମମାନଙ୍କୁ ସେ ଗୁପ୍ତଧନ ଜାଗାକୁ ନେଇପାରିବି। କଣ ହେଲା? ସେ ଜାଗାରେ ଗୁପ୍ତଧନ ଅଛି? ତାହେଲେ ଆପଣ ଗୁପ୍ତଧନ ନ ନେଇ ଆମକୁ କାହିଁକି ଦେଉଛନ୍ତି? କାରଣ ମୋ ମନରେ ଗୁପ୍ତଧନ ପ୍ରତି ଲୋଭ ନାହିଁ, ଆଉ ମୁଁ ଗରିବ ମାନଙ୍କୁ ବି ଜାଣିନି। ସେଥିପାଇଁ ମୁଁ ତମମାନଙ୍କୁ ଗୁପ୍ତଧନ ଦେଉଛି। ତମେ ମାନେ କିଛି ରଖି ବାକି ଗୁପ୍ତଧନ ଗରିବଙ୍କ ଭିତରେ ବାଣ୍ଟି ଦେବ। ଆପଣ ଯଦି ସେମିତି ଚାହୁଁଛନ୍ତି ତେବେ ଠିକ ଅଛି, ଆମେ ଗୁପ୍ତଧନ ଗରିବଙ୍କ ଭିତରେ ବାଣ୍ଟି ଦେବୁ। ସେମାନଙ୍କ କଥା ଶୁଣି ବୁଢା ଚଢ଼େଇ ଖୁସି ହେଇଗଲା, ଆଉ ସେମାନଙ୍କୁ ଗୁପ୍ତଧନ ଥିବା ଜାଗାକୁ ନେଇଗଲା। ଏଇ ସେଇ ଜାଗା, ଏ ଗୁମ୍ଫା ଭିତରେ ଗୁପ୍ତଧନ ଅଛି। ଯାଅ ଗୁମ୍ଫା ଭିତରୁ ଗୁପ୍ତଧନ ନେଇ ଆସ। ଭୟ କରନି, ଗୁମ୍ଫା ଭିତରେ କେହି ବି ନାହାନ୍ତି। ଏମିତି ଶୁଣି ଦୁଇ ଚଢ଼େଇ ଗୁମ୍ଫା ଭିତରକୁ ଗଲେ, ଆଉ ଦେଖିଲେ ସେଠି ସୁନା, ହୀରା ଏମିତି ଅନେକ ମୂଲ୍ୟବାନ ରତ୍ନ ଅଛି। ସେମାନେ ସେସବୁ ଧରି ବାହାରକୁ ଆସିଲେ। ଆପଣ ଆମକୁ ଏ ଗୁପ୍ତଧନ ପାଇବାରେ ସାହାଯ୍ୟ କରିଛନ୍ତି, ଆପଣ ବି କିଛି ଗୁପ୍ତଧନ ନେଇଯାଆନ୍ତୁ। ଏମିତି ଶୁଣି ସେ ବୁଢା ଚଢ଼େଇ ଗୋଟେ ଭୂତ ପାଲଟି ଗଲା। ଏ କଣ? ଆପଣ ଜଣେ ଭୂତ? ମାନେ ଆମେ ଜଣେ ଭୂତ ସହ ଏଠାକୁ ଆସିଥିଲୁ? ଭୟ କରନି, ମୁଁ ତମମାନଙ୍କର କିଛି କ୍ଷତି କରିବିନି। ମୁଁ ଯେତେବେଳେ ବଞ୍ଚିଥିଲି ମୁଁ ବି ତମମାନଙ୍କ ପରି ପକ୍ଷୀ ଥିଲି। ମୋ ନିଜ ଭୁଲ ପାଇଁ ମୁଁ ଆଜି ଗୋଟେ ଭୂତ ପାଲଟି ଯାଇଛି। ମୁଁ ଯେତେବେଳେ ବଞ୍ଚିଥିଲି ଚୋରି ଡକାୟତ କରି ଏ ଧନ ରତ୍ନ ଜମା କରିଥିଲି। ଏ ସବୁ ଭୁଲ କାମ ପାଇଁ ଥରେ ମୋର ଏତେ ଦେହ ଖରାପ ହେଲା ଯେ ମୁଁ ଆଉ ବଞ୍ଚିଲିନି। ସେଇ ରୋଗରେ ପଡ଼ି ମୁଁ ମରିଗଲି। ମଲା ପରେ ବି ମୋ ଆତ୍ମାକୁ ଶାନ୍ତି ମିଳିଲାନି। କିନ୍ତୁ କାହିଁକି? ଏ ଧନରତ୍ନ ପାଇଁ। ଯେପର୍ଯ୍ୟନ୍ତ ଏ ସବୁ ଧନରତ୍ନ ଭଲ କାମରେ ନ ଲାଗିଛି ମୋ ଆତ୍ମାକୁ ଶାନ୍ତି ମିଳିବନି। ଆପଣ ଚିନ୍ତା କରନ୍ତୁନି, ଆମେ ସବୁ ଧନରତ୍ନ ଗରିବ ଚଢ଼େଇଙ୍କୁ ବାଣ୍ଟି ଦେବୁ। ନା ନା, ସବୁ ନୁହଁ, ଅଧା ନିଜେ ରଖ, ବାକି ସବୁ ଅନ୍ୟମାନଙ୍କୁ ଦେବ। ମୁଁ ଜାଣେ ତମେ ମାନେ ବହୁତ ଭଲ ଚଢ଼େଇ। ତମେ ମାନେ କିଛି ଧନରତ୍ନ ରଖିଲେ ମୁଁ ବେଶୀ ଖୁସି ହେବି। ତମେ ମାନେ ଏଠାକୁ ଆସିବା ପୂର୍ବରୁ ଆଉ ଦୁଇଟି ପକ୍ଷୀ ବି ଏଠାକୁ ଆସିଥିଲେ। ତାପରେ ସେ ଚଢ଼େଇ ମାନଙ୍କୁ କାଉ ମାନଙ୍କର ସବୁ ଘଟଣା କହିଲା। ଓ, ଏଥିପାଇଁ ତାହେଲେ ସେଦିନ କାଉ ଭଉଣୀ ମତେ ନକ୍ସା ବିଷୟରେ କିଛି ନ କହି ଫଟୋ ଉଠେଇ ଏଠାକୁ ଆସିଥିଲେ ଗୁପ୍ତଧନ ପାଇଁ। ସେମାନେ ଯେମିତି କର୍ମ କଲେ ସେମିତି ଫଳ ପାଇଲେ। ହଁ, ତା ଠିକ। ଏବେ ମୁଁ ଯାଉଛି, ତମେ ମାନେ ବି ନିଜ ଘରକୁ ଫେରିଯାଅ। ଏମିତି କହି ଭୂତ ଚଢ଼େଇ ସେଠାରୁ ଚାଲିଗଲା। ଦୁଇ ଚଢ଼େଇ ବି ଧନରତ୍ନ ଧରି ନିଜ ଘରକୁ ଗଲେ। ସେମାନେ କିଛି ସୁନା ନିଜ ପାଖରେ ରଖି ବାକି ସବୁ ଗରିବ ଚଢ଼େଇଙ୍କୁ ଦାନ କରିଦେଲେ। ଏସବୁ କାଉର ସ୍ତ୍ରୀ ଦେଖୁଥିଲା। ସେ ଚଢ଼େଇ ମାନଙ୍କ ପାଖକୁ ଆସିଲା। ଆରେ, ତମେ ମାନେ ଏତେ ଧନ ସମ୍ପତ୍ତି କୋଉଠୁ ପାଇଲ ଯେ ଗରିବ ମାନଙ୍କୁ ସାହାଯ୍ୟ କରୁଛ? ଦୁଇ ଚଢ଼େଇ ତାକୁ ସବୁ ଘଟଣା କହିଲେ। ସବୁ ଶୁଣି କାଉ ମନ ଦୁଃଖରେ ନିଜ ଘରକୁ ଗଲା, ଆଉ ତାର ସ୍ୱାମୀକୁ ସବୁ କଥା କହିଲା। ସବୁ ଜାଣି ଦୁଇ କାଉ ନିଜ ଲୋଭ ପାଇଁ ଅଫସୋସ କରୁଥିଲେ। ଜୋତା ନିଅନ୍ତୁ ଜୋତା, ରଙ୍ଗୀନ ରଙ୍ଗୀନ ଜୋତା। ଆରେ ଆରେ, ବୁଲିବାକୁ ବାହାରିଲା ବେଳେ ହିଁ ମୋ ଜୋତା ଛିଡ଼ିଗଲା। ଏବେ ମୁଁ ନୂଆ ଜୋତା କୋଉଠୁ ପାଇବି? ଜୋତା ନିଅନ୍ତୁ ଜୋତା, ଲାଲ, ନୀଳ, ହଳଦିଆ ରଙ୍ଗୀନ ଜୋତା। ଏଇ ତ ଜୋତା ଖୋଜି ଖୋଜି ଚଢ଼େଇ ଆସିଗଲା। ଆରେ ଚଢ଼େଇ, ମୋ ପାଖକୁ ଆସେ, ମୁଁ ଜୋତା କିଣିବି। ତୁମେ ମତେ ଡାକିଲ ଜୋତା କିଣିବ?
ଆରେ ଆରେ ତୁମ ଜୋତାଟା ତ ଛିଡ଼ି ଯାଇଛି। ଦେଖ ନା ଚଢ଼େଇ, ବୁଲିବାକୁ ବାହାରିଲା ବେଳେ ହିଁ ମୋ ଜୋତା ଛିଡ଼ିଗଲା। ଠିକ ସମୟରେ ତୁ ଆସିଗଲୁ, ନହେଲେ ଏବେ କେମିତି ଯେ ମୁଁ ବୁଲିବାକୁ ଯାଇଥାନ୍ତି। ଦେଲୁ ଦେଲୁ ମତେ ସେ ଲାଲ ରଙ୍ଗର 2ଟି ଜୋତା ଦେଲୁ। ଏଇ ନିଅନ୍ତୁ। ବାଃ ଚଢ଼େଇ, ତୋ ଜୋତା 2ଟା ଭାରି ସୁନ୍ଦର ହେଇଛି। ଏଇନି ଟଙ୍କା। ଆରେ ବାଃ, ଆଜି ତ ମୋର ସବୁ ଜୋତା ବିକ୍ରି ହେଇଗଲା। କିଛି ଦିନ ତଳେ ମିଟୁ ଭାଇଙ୍କର ଚାକିରି ଚାଲି ଯାଇଛି। ସେ ବହୁତ ଅସୁବିଧାରେ ଅଛନ୍ତି। ମୁଁ ଏଇ ସବୁ ଟଙ୍କା ମିଟୁ ଭାଇଙ୍କୁ ଦିଏ, ସେଇ ଟଙ୍କାରେ କାମ ଆରମ୍ଭ କରିପାରିବି। ଏମିତି ଚିନ୍ତା କରି ଚଢ଼େଇ ମିଟୁ ପାଖକୁ ଗଲା, ଆଉ ତାକୁ କିଛି ଟଙ୍କା ଦେଲା। ମିଟୁ ଟଙ୍କା ପାଇ ଖୁବ୍ ଖୁସି ହେଇଗଲା। ସେ ଚଢ଼େଇକୁ ଧନ୍ୟବାଦ ଜଣାଇଲା। ଏହିପରି ଚଢ଼େଇ ଜୋତା ବିକ୍ରି କରି ଯାହା ବି ଟଙ୍କା ପାଉଥିଲା, ଗରିବ ଅସହାୟ ଚଢ଼େଇଙ୍କୁ ସାହାଯ୍ୟ କରୁଥିଲା। ଏମିତି ଗୋଟେ ଦିନ, ଚଢ଼େଇ ତତେ ବହୁତ ବହୁତ ଧନ୍ୟବାଦ। ତୁ ମୋ ଜୋତା ନେଇ ଭଲ କାମରେ ଲଗଉଛୁ। ସାଧୁ ବାବାଙ୍କ ଅଭିଶାପ ପାଇଁ ମୁଁ ଏମିତି ଜୋତା ଗଛ ପାଲଟି ଯାଇଛି। ମୁଁ ଯେପର୍ଯ୍ୟନ୍ତ 1000ଟି ଚଢ଼େଇଙ୍କୁ ସାହାଯ୍ୟ ନ କରିଛି, ଏଇ ଜୋତା ଗଛରୁ ମୁକ୍ତ ହେଇପାରିବିନି। ତୁମେ ମନ ଦୁଃଖ କରନି ଗଛ, ଖୁବ୍ ଶୀଘ୍ର ତୁମେ ଏଇ ଜୋତା ଗଛରୁ ମୁକ୍ତ ହେଇଯିବ। ଏବେ ମୁଁ ବଜାରକୁ ଯାଏ, ଜୋତା ବିକି ସାରିଲେ ମୁଁ ପୁଣି ଘରକୁ ଯିବି। ଏମିତି କହି ଚଢ଼େଇ ଜୋତା ଧରି ବଜାରକୁ ଗଲା। ସେ ଜୋତା ବିକା ଟଙ୍କା ଗରିବ ଚଢ଼େଇ ମାନଙ୍କୁ ଦେଇ ନିଜ ଘରକୁ ଗଲା। ଦିନେ ସେ ତା ଝିଅ ସାଙ୍ଗରେ ନଦୀକୁ ପାଣି ଆଣିବାକୁ ଯାଇଥିଲା। ସେହି ସମୟରେ, ଆରେ ସାଙ୍ଗ, ଏତେ ଦିନ ପରେ ଯାଇ ତୋ ସହ ଦେଖା ହେଲା। ତୁ କେମିତି ଅଛୁ? ଇଏ ତ ଝିଅ କୁନି ନା? କୁନି ତ ବହୁତ ବଡ଼ ହେଇଗଲାଣି। ହଁ ସାଙ୍ଗ, ମୁଁ ଭଲ ଅଛି। ମୋ ଘର ଏଠାରୁ ବହୁତ ଦୂର, ସେଥିପାଇଁ ପାଣି ନେବାକୁ ଆସିବା ସମୟରେ ମୋ ଝିଅକୁ ବି ସାଙ୍ଗରେ ନେଇ ଆସିଲି। ଭଲ କରିଛୁ। ଆରେ ମା ପିଙ୍କି, ଇଏ ମୋ ସାଙ୍ଗର ଝିଅ କୁନି। ଯା ତା ସାଙ୍ଗରେ ଖେଳିବୁ। ସତ କହୁଛ ମା? ମୁଁ କୁନି ସାଙ୍ଗରେ ଖେଳିବି? ହଁ ହଁ, ମୁଁ ସତ କହୁଛି। ଯା କୁନି ସାଙ୍ଗରେ ଖେଳିବୁ। ଆସରିନୁ, ଆମେ କିଛି ସମୟ ବସି କଥା ହେବା, ତାପରେ ଘରକୁ ଯିବା। ଏମିତି ସେ ଦିନ ବିତିଗଲା। ଚଢ଼େଇ ପାଣି ଆଣିବାକୁ ଯେତେବେଳେ ବି ଯାଉଥିଲା, ତା ଝିଅକୁ ସାଙ୍ଗରେ ନେଇ ଯାଉଥିଲା। ସେଠି କୁନି ତାର ସାଙ୍ଗମାନଙ୍କ ସହ ଖେଳୁଥିଲା। କୁନି, ତୁ ଆସିଗଲୁ, ଚାଲ ଆମେ ନଦୀ ସେପାରିକୁ ଯିବା। ନା ନା, ମା ମତେ ନଦୀ ଭିତରକୁ ଯିବା ପାଇଁ ମନା କରିଛନ୍ତି। ଆମେ ଏବେ ବହୁତ ଛୋଟ, ଏକୁଟିଆ ନଦୀ ଭିତରକୁ ଯିବାନି। ଆମେ ଡଙ୍ଗାରୁ ପଡ଼ିଗଲେ କିଏ ଆମକୁ ରକ୍ଷା କରିବ? ଆରେ ପିଙ୍କି, ତାକୁ କାହିଁକି ଡାକୁଛୁ କହିଲୁ? ଚାଲ ଆମେ 2 ଜଣ ନଦୀ ସେପାରିକୁ ଯିବା। କୁନି ନଦୀ ପାଣିକୁ ଦେଖି ଡରି ଯାଉଛି, ସେଥିପାଇଁ ଏମିତି ବାହାନା କରୁଛି। ସତରେ କୁନି, ତୁ ଭାରି ଡରୁଆଣି। ମୁଁ ଡରୁଆଣି ନୁହଁ, ବୁଝିଲ? ଚାଲ, ମୁଁ ବି ତୁମ ସାଙ୍ଗରେ ଯିବି। ଦେଖିବ, ମୁଁ ଜମା ଡରିବିନି। ତାପରେ ସମସ୍ତେ ଡଙ୍ଗାରେ ବସିଲେ। କାଉଛୁଆ ଡଙ୍ଗା ଚଲେଇଲା। ମତେ ଡଙ୍ଗା ଚଲେଇବାକୁ ଭାରି ଭଲ ଲାଗେ। କୁନି, ତତେ କଣ ଡର ଲାଗୁଛି? ନା ନା, ମତେ ଜମା ବି ଡର ଲାଗୁନି। ଆଚ୍ଛା, ଆମେ ନଦୀ ସେପାରିକୁ କାହିଁକି ଯାଉଛେ? ନଦୀ ସେପାରି ଅନେକ ସୁନ୍ଦର ସୁନ୍ଦର ଫୁଲ ଗଛ ଅଛି। ଆମେ ସେ ଫୁଲ ଆଣିବା ପାଇଁ ହିଁ ନଦୀ ସେପାରିକୁ ଯାଉଛୁ। କଣ ହେଲା? ତମେ ମାନେ ଫୁଲ ଆଣିବା ପାଇଁ ହିଁ କାହାକୁ କିଛି ନ କହି ନଦୀ ସେପାରିକୁ ଯାଉଛ? ହଁ, ଆମେ ଅନେକ ଥର ଏମିତି କାହାକୁ କିଛି ନ କହି ନଦୀ ସେପାରିକୁ ଫୁଲ ଆଣିବା ପାଇଁ ଯାଇଛୁ। ଏକଥା ଆଜି ଯାଏ କେହି ବି ଜାଣିନାହାନ୍ତି। ଏମିତି କଥା ହେଇ ସେମାନେ ନଦୀ ସେପାରିକୁ ଯାଉଥିଲେ। ସେପଟେ ମା ଚଢ଼େଇ ତାର ସାଙ୍ଗକୁ କହିଲା, ଆରେ ସାଙ୍ଗ, ଆଜି ଏତିକି କଥା ହେଇଥିବା। ମୁଁ ଏବେ ଘରକୁ ଯାଏ। ଆମ ପିଲାମାନେ କୁଆଡେ ଗଲେ? ମା କୁନି, କୋଉଠି ଅଛୁ? ଆସ ଘରକୁ ଯିବା। ସେମାନେ ବୋଧେ ପାଖରେ ନାହାନ୍ତି। ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ? ଆଉ କିଛି ସମୟ ବସ, ତାପରେ ଘରକୁ ଯିବୁ। ସାଙ୍ଗ ଦେଖେ, ବର୍ଷା ଉଠେଇଲାଣି। ଯଦି ବିଜୁଳି ଘଡଘଡି ମାରିବ, ମୁଁ ଆଉ ଘରକୁ ଫେରି ପାରିବିନି। ଆରେ ସତେ ତ, ବର୍ଷା କେତେ ଜୋରେ ଉଠେଇଲାଣି। ଆଖପାଖରେ ତ ଆମ ପିଲାମାନେ ନାହାନ୍ତି। ଚାଲ ଦେଖିବା ସେମାନେ କୋଉଠି ଅଛନ୍ତି। ଆରେ ଦେଖ ଦେଖ, ବର୍ଷା ଉଠେଇଲାଣି। ମତେ ଭାରି ଡର ଲାଗୁଛି। ଚାଲ ଏବେ ହିଁ ଘରକୁ ଫେରି ଯିବା। କିଛି ସମୟ ଆଗରୁ କୁନି କହୁଥିଲା ତାକୁ ଡର ଲାଗୁନି, ଏବେ ଦେଖ ସେ କେମିତି ଡରୁଛି। କୁନି, ତତେ ଆଣିବାଟା ହିଁ ଆମର ଭୁଲ ହେଇଗଲା। କିଛି ସମୟ ଚୁପ୍ ହେଇ ବସ, ଏବେ ହିଁ ଆମେ କୂଳରେ ପହଞ୍ଚି ଯିବା। ହଠାତ୍ ସେହି ସମୟରେ
ଜୋରେ ପବନ ବହିଲା। ଡଙ୍ଗାଟି ଟଳମଳ ହେଲା। ପିଙ୍କି ଚଢେଇ ଖସି ନଦୀରେ ପଡିଗଲା। ଆରେ ପିଙ୍କି, ତୁ ପଡିଗଲୁ କେମିତି? ଜଲ୍ଦି ଜଲ୍ଦି ମୋ ହାତ ଧରି ଉଠିଆ। କୁନି, ମୁଁ ତ ପାଖକୁ ଯାଇପାରୁନି। ତମେ ମାନେ ଡଙ୍ଗା ଧରି ମୋ ପାଖକୁ ଆସ। ଚିକି, ଜଲ୍ଦି ଡଙ୍ଗାଟା ପିଙ୍କି ପାଖକୁ ନେ। ନାଇଁ କୁନି, ପବନ ବହୁତ ଜୋରେ ବହୁଛି। ମୁଁ ଡଙ୍ଗା ପିଙ୍କି ପାଖକୁ ନେଇ ପାରିବିନି, ସେ ବହୁତ ଦୂରରେ ଅଛି। ତୁ ଭୟ କରନି ପିଙ୍କି, ମୁଁ ଏବେ ତ ପାଖକୁ ଯାଉଛି। କୁନି, ତୁ ପିଙ୍କି ପାଖରେ ପହଞ୍ଚି ପାରିବୁନି, ସେ ବହୁତ ଦୂରକୁ ଭାସିଗଲାଣି। ନଦୀର ପାଣି ବି ବଢୁଛି। ତୁ ଚୁପ୍ ହେଇ ବସ, ମୁଁ ଡଙ୍ଗା ଶୀଘ୍ର କୂଳକୁ ନେଇଯିବି। ନା, ମୁଁ ପିଙ୍କିକୁ ଛାଡି ଏକୁଟିଆ ଘରକୁ ଫେରିବିନି। ଆମେ ଆଉ କିଛି ବି କରିପାରିବାନି। ପିଙ୍କିକୁ ତୁ ଆଉ ପାଇବୁନି। ଯଦି ନିଜେ ନ ମରିବାକୁ ଚାହୁଁଛୁ ତେବେ ଚୁପ୍ ହେଇ ବସ। ତାପରେ ସେମାନେ ନଦୀ କୂଳକୁ ଚାଲି ଆସିଲେ। ସେତେବେଳେ ମା ଚଢେଇ ଆଉ ତାର ସାଙ୍ଗ ବି ସେଠି ପହଞ୍ଚି ଗଲେ। କୁନି, ତୁ ଏଠି କଣ କରୁଛୁ? ମୁଁ ତତେ ମନା କରିଥିଲି ନା ନଦୀ ପାଖକୁ ଯିବୁନି। ଆଉ ପିଙ୍କି କୁଆଡେ ଗଲା? ହଁ, ମୋ ଝିଅ ତ ତମ ମାନଙ୍କ ସାଙ୍ଗରେ ଖେଳୁଥିଲା, ସେ କୁଆଡେ ଗଲା? ମାଉସୀ, କୁନି ଡଙ୍ଗାରେ ବସିବାକୁ ଭାରି ଜିଦ୍ କରୁଥିଲା। ସେଥିପାଇଁ ଆମେ ସବୁ ସାଙ୍ଗ ଡଙ୍ଗାରେ ବସି ନଦୀ ଭିତରକୁ ଯାଇଥିଲୁ। ସେତେବେଳେ କୁନି ପିଙ୍କିକୁ ଧକ୍କା ଦେଇ ନଦୀ ଭିତରେ ପକେଇଦେଲା। ମୁଁ ଯେତେ ଚେଷ୍ଟା କଲେ ବି ପିଙ୍କିକୁ ବଞ୍ଚେଇ ପାରିଲିନି। ଚିକି, ତୁ ଏମିତି ମିଛ କଥା କାହିଁକି କହୁଛୁ? ପବନ ଜୋରେ ବହୁଥିଲା ବୋଲି ପିଙ୍କି ନିଜେ ହିଁ ନଦୀ ଭିତରକୁ ଖସି ପଡିଲା। ଚୁପ୍ କର, ତୁ ଜମା ବି ମିଛ କଥା କହନି। ମାଉସୀ, ଏ କଥାକୁ ବିଶ୍ୱାସ କରନି। ଇଏ ତ ମୋ ଝିଅକୁ ମାରିଛି। କଣ ହେଲା କୁନି, ତୁ ମୋ ଝିଅକୁ ମାରିଦେଲୁ? ମୁଁ ତତେ ମୋ ନିଜ ଝିଅ ପରି ଆଦର କରୁଥିଲି, ହେଲେ ତୁ ମୋର ଏତେ ବଡ କ୍ଷତି କଲୁ। କୁନି, ଚିକି ଯାହା କହୁଛି ତା କଣ ସତ? ନାଇଁ ମା, ଚିକି ମିଛ କଥା କହୁଛି। ମତେ ବିଶ୍ୱାସ କର, ମୁଁ ପିଙ୍କିକୁ ମାରିନି। ଚୁପ୍ କର ତୁ, ମୁଁ ତତେ ଆଉ ଦେଖିବାକୁ ଚାହୁଁନି। ମୁଁ ଏବେ ହିଁ ତତେ ଆଉ ତୋ ମାକୁ ଏ ଜଙ୍ଗଲରୁ ବାହାର କରିଦେବି। ଠିକ୍ ସେଇ ସମୟରେ ପିଙ୍କି ଚଢେଇ ସେଠାରେ ଆସି ପହଞ୍ଚିଗଲା। ମା, ଏଭଳି ଭୁଲ କରନି। କୁନିର କିଛି ବି ଦୋଷ ନାହିଁ। ମା ପିଙ୍କି, ତୁ ଠିକ ଅଛୁ? ହଁ ମା, ମୁଁ ପୁରାପୁରି ଠିକ ଅଛି। ତୁମେ କୁନିକୁ ଭୁଲ ବୁଝୁଛ। ପ୍ରକୃତରେ ମୁଁ ଆଉ ଚିକି କୁନିକୁ ନେଇ ନଦୀ ସେପାରିକୁ ଯାଉଥିଲୁ। ସେଇ ସମୟରେ ଜୋରେ ପବନ ବହିବା ଯୋଗୁଁ ମୁଁ ନଦୀରେ ପଡିଗଲି। କୁନି ମତେ ନଦୀରୁ ବାହାର କରିବା ପାଇଁ ଅନେକ ଚେଷ୍ଟା କରିଛି, ଆଉ ତୁମେ ତାକୁ ଭୁଲ ବୁଝି ଜଙ୍ଗଲରୁ ବାହାର କରିଦେଉଛ। ମୋର ଭୁଲ ହେଇଗଲା ରେ ମା। ଚିକିର କଥାକୁ ବିଶ୍ୱାସ କରି ମୁଁ କୁନିକୁ ଭୁଲ ବୁଝିଲି। ହେଲେ ମା, ତୁ ନଦୀରୁ କେମିତି ବାହାରିଲୁ? ମା, ମୁଁ ଯେତେବେଳେ ନଦୀରେ ଭାସି ଯାଉଥିଲି ସେତେବେଳେ ବଞ୍ଚାଅ, ବଞ୍ଚାଅ, ମତେ କେହି ବଞ୍ଚାଅ। ଭୟ କରନି ଛୋଟ ପକ୍ଷୀ, ମୁଁ ତତେ ସାହାଯ୍ୟ କରିବି। ଏ କଣ, ତୁମେ ଜୋତାର ଗଛ? ହଁ, ମୁଁ ଜୋତାର ଗଛ। ମୁଁ ପାଣିରେ ରୁହେ। ଯିଏ ବି ନଦୀ ଭିତରେ ବିପଦରେ ପଡି ମୁଁ ତାକୁ ସାହାଯ୍ୟ କରେ। ଆସ ଛୋଟ ପକ୍ଷୀ, ମୁଁ ତତେ କୂଳରେ ପହଞ୍ଚେଇ ଦେବି। ଏମିତି କହି ଜୋତାର ଗଛ ମତେ ନଦୀ କୂଳରେ ପହଞ୍ଚେଇ ଦେଲା। ମୁଁ ତାକୁ ଧନ୍ୟବାଦ ଜଣାଇ ଶୀଘ୍ର ହିଁ ଏଠାକୁ ଚାଲି ଆସିଲି। ଓ, ଏମିତି କଥା। ମା କୁନି, ମୁଁ ତତେ ଭୁଲ ବୁଝି ଅନେକ କଥା କହିଦେଲି। ମତେ କ୍ଷମା କରିଦେବୁ। ମତେ କ୍ଷମା ମାଗନି ମାଉସୀ। ପିଙ୍କି ଘରକୁ ଫେରି ଆସିଲା, ମୁଁ ସେତିକିରେ ଖୁସି। ଚିକି, ମୁଁ ତତେ ମୋର ଭଲ ସାଙ୍ଗ ଭାବିଥିଲି, ହେଲେ ତୁ ମତେ ସାହାଯ୍ୟ ତ କଲୁ ନାହିଁ। ଓଲଟା କୁନି ନାଁରେ ମିଛ କହିଲୁ। ମୁଁ ଆଉ କାହାକୁ କିଛି ନ କହି କେବେ ବି ଏକୁଟିଆ ବାହାରକୁ ଯିବିନି, କି ତୋ ସହ ଆଉ ସାଙ୍ଗ ବି ହେବିନି। ତାପରେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। କୁନି ଆଉ ତାର ମା ଶୀଘ୍ର ଜୋତା ଗଛ ପାଖକୁ ଗଲେ, ହେଲେ ସେଠି ଜୋତା ଗଛ ନଥିଲା। ତା ଜାଗାରେ ଗୋଟେ ପରୀ ଥିଲା। ପରୀ, ତୁମେ ନିଜ ପୂର୍ବ ରୂପ ଫେରି ପାଇଲ? ହଁ ଚଢ଼େଇ, ମୁଁ ଆଜି ବହୁତ ଖୁସି। ଏବେ ମୁଁ ମୋ ଘରକୁ ଫେରି ପାରିବି। ମୁଁ ତତେ ହିଁ ଅପେକ୍ଷା କରିଥିଲି ଚଢ଼େଇ। ତୁ ମତେ ବହୁତ ସାହାଯ୍ୟ କରିଛୁ। ଯିବା ପୂର୍ବରୁ ମୁଁ ତତେ କିଛି ଉପହାର ଦେବାକୁ ଚାହୁଁଛି। ଏଇ ନେ, ଏସବୁ ଆଜିଠୁ ତମର। ତମେ ମା ଝିଅ ଭଲରେ ରୁହ। ତାପରେ ପରୀ ସେଠାରୁ ଚାଲିଗଲା। ମା ଚଢ଼େଇ ଆଉ ତାର ଝିଅ ସୁନା ବାକ୍ସ ଧରି ଘରକୁ ଫେରିଲେ। ଏମିତି ସେମାନେ ଖୁସିରେ ନିଜ ଜୀବନ ବିତାଇଲେ।
ସାଙ୍ଗ ତୁ ଆମ୍ବ ତୋଳି ସାରିଲୁ? ହଁ ହଁ ମୋ ଆମ୍ବ ତୋଳା ସରିଗଲା, ଚାଲ ଏବେ ଘରକୁ ଯିବା। ଏମିତି କଥା ହେଇ ସେମାନେ ଆମ୍ବ ନେଇ ଘରକୁ ଗଲେ। ସେମାନେ ଫଳ ତୋଳିବା ସମୟରେ ଗଛର କିଛି ଡାଳ ଭାଙ୍ଗି ଦେଇଥିଲେ। ଯୋଉ ଗଛର ଫଳ ଏମାନେ ନେଲେ ସେଇ ଗଛର ଡାଳ ଭାଙ୍ଗିଦେଲେ। ଗଛ ତତେ ଭାରି କଷ୍ଟ ହେଉଥିବ ନା? ରହ, ମୁଁ ଏବେ ପାଣି ଆଣି ତ ମୂଳରେ ଢାଳୁଛି। ତାପରେ ଚଢ଼େଇ ଗଛର ମୂଳକୁ ପରିଷ୍କାର କରି ପାଣି ଢାଳିଲା। ଚଢ଼େଇ ଗଛମାନଙ୍କୁ ବହୁତ ଭଲ ପାଉଥିଲା। ସେ କୌଣସି ଗଛକୁ କଷ୍ଟ ଦେଉନଥିଲା। ଏମିତି ଗୋଟେ ଦିନ, ଆରେ ମା, ତୁ ଏଇଠି କଣ କରୁଛୁ? ମୁଁ ଚାରା ଗଛ ଲଗାଉଥିଲି ମା। କଣ କହୁଥିଲ କି? ସାରା ଦିନ ଖାଲି ଗଛ ଲଗେଇବାରେ ବ୍ୟସ୍ତ ରହିଲା, ଘରେ ଆଉ ଖାଇବା ନାହିଁ। ସେଥିପ୍ରତି ତୋର ଧ୍ୟାନ ଅଛି କି ନାହିଁ? ଏତେ କଷ୍ଟରେ ତୁ ଜମିଦାର ଘରେ କାମ ପାଇଥିଲୁ, ହେଲେ ଅଳ୍ପ ଦିନରେ ହିଁ ତୁ କାମ ଛାଡ଼ିଦେଲୁ। ଏବେ ଘର କେମିତି ଚଳିବ କହ? ଜମିଦାର ବହୁତ ଖରାପ ମା। ସେ ସବୁ ସମୟରେ ମତେ ଗଛ କାଟିବାକୁ କୁହନ୍ତି, ହେଲେ ଦିନେ ବି ମତେ ଗଛ ଲଗେଇବାକୁ କହିନାହାନ୍ତି। ତୁମେ ତ ଜାଣ ମା, ମତେ ଗଛକୁ କଷ୍ଟ ଦେବା ପାଇଁ ଜମା ବି ଭଲ ଲାଗେନି। ସେଥିପାଇଁ ମୁଁ ଜମିଦାର ଘରେ କାମ କଲିନି। ଚିନ୍ତା କରନି ମା, ଆଉ କିଛି ଦିନ ପରେ ମୁଁ ଲଗେଇଥିବା ଗଛ ବଡ଼ ହେଇ ସେଥିରେ ଫଳ ଫଳିବ। ସେତେବେଳେ ଆମେ ସେ ଫଳ ବିକ୍ରି କରି ଆରାମରେ ଚଳିପାରିବା। ହଁ ହଁ, ତୋ ଗଛରେ ଯେବେ ଫଳ ହେବ ସେତେବେଳକୁ ଆମେ ଭୋକ ଶୋଷରେ ମରି ସାରିଥିବାଣି। ଯା, ଏବେ ହିଁ ଜଙ୍ଗଲକୁ ଯା, କାଠ କାଟି ବଜାରରେ ବିକ୍ରି କର। ଯଦି ସେତିକି କାମ ନ କରିବୁ ମୋ ଘରେ ତୁ ଆଉ ରହିପାରିବୁନି। ଏମିତି ରାଗି ବୁଢ଼ୀ ଚଢ଼େଇ ଘର ଭିତରକୁ ଚାଲିଗଲା। ତାର ଝିଅ ଆଉ କିଛି ଉପାୟ ନ ପାଇ କୁରାଢ଼ୀ ଧରି ଜଙ୍ଗଲ ଭିତରକୁ ଗଲା। କେତେ ସୁନ୍ଦରୀ ଗଛଲତା! ଏତେ ସୁନ୍ଦର ସୁନ୍ଦର ଗଛ ଗୁଡାକୁ ଦେଖି ତ ମତେ ତାଙ୍କୁ କାଟିବାକୁ ଇଚ୍ଛା ହଉନି। ଗଛ କାଟିଲେ ପରିବେଶର ହିଁ କ୍ଷତି ହୁଏ, ହେଲେ ମୋ ମା ଏକଥା ବୁଝୁନାହାନ୍ତି। ମୁଁ ଏ ଗଛ ମାନଙ୍କୁ କାଟି ପାରିବିନି। ମୁଁ ଜଙ୍ଗଲର ଆଉ ଟିକେ ଭିତରକୁ ଯାଇ ଦେଖେ, ସେଠି ହୁଏତ ମୁଁ ଶୁଖିଲା ଗଛ ପାଇଯିବି। ଏମିତି ସେ ଚଢ଼େଇ ଆଗକୁ ଯାଉ ଯାଉ ଜଙ୍ଗଲର ବହୁତ ଭିତରକୁ ଗଲା, ହେଲେ ସେଠି ସେ ଗୋଟେ ବି ଶୁଖିଲା ଗଛ ପାଇଲାନି। ଏ କଣ, ଏତେ ଦୂରକୁ ଚାଲି ଆସିଲିଣି, ହେଲେ ମୁଁ ଗୋଟେ ବି ଶୁଖିଲା ଗଛ ପାଇଲିନି। ତା ମାନେ କଣ, ମୁଁ ଆଜି ଘରକୁ ଫେରି ପାରିବିନି? ଚଢ଼େଇ ଏପରି କହୁଥିବା ସମୟରେ ତାର ନଜର ଗୋଟେ ଶୁଖିଲା ଗଛ ଉପରେ ପଡ଼ିଲା। ସେ ଶୁଖିଲା ଗଛରେ ଗୋଟିଏ ମାତ୍ର ଆମ୍ବ ଝୁଲିଥିଲା। ଏ କଣ, ଗଛଟି ଶୁଖି ଯାଇଥିଲେ ବି ସେଥିରେ ଗୋଟେ ଆମ୍ବ ଫଳିଛି। ନିଶ୍ଚୟ ପାଣି ଅଭାବରୁ ଗଛଟିର ପତ୍ର ଝଡ଼ି ଯାଇଥିବ। ସେ ଏଯାଏଁ ମରିନି। ମୁଁ କିଛି ପାଣି ଆଣି ଗଛ ମୂଳରେ ଦିଏ, ଗଛଟିକୁ ଭଲ ଲାଗିବ। ତାପରେ ଚଢ଼େଇ ପାଣି ଆଣି ଶୁଖିଲା ଗଛ ମୂଳରେ ଢାଳିଲା। କିଛି ସମୟ ପରେ ସେ ବଡ଼ ଆମ୍ବଟି କଥା କହିଲା। ଚଢ଼େଇ, ତତେ ବହୁତ ବହୁତ ଧନ୍ୟବାଦ। ଆଜି ତୋ ପାଇଁ ମୁଁ ଅନେକ ଦିନ ପରେ ପାଣି ପାଇଲି। ଏଇ କଣ, ଆମ୍ବଟି କଥା କେମିତି କହୁଛି? ଏ ଆମ୍ବ ଭୂତ ନୁହେଁ ତ? ବଞ୍ଚାଅ, ବଞ୍ଚାଅ, ମତେ କେହି ଭୂତ ଆମ୍ବ ପାଖରୁ ବଞ୍ଚାଅ। ରହିଯା ଚଢ଼େଇ, ମତେ ଛାଡ଼ି ଯାନି। ମୁଁ ଭୂତ ନୁହଁ, ମୁଁ ଗୋଟେ ପରୀ। ମତେ ତୋର ସାହାଯ୍ୟ ଦରକାର। କଣ ହେଲା? ତୁମେ ଜଣେ ପରୀ, ହେଲେ ତୁମର ଏମିତି ଅବସ୍ଥା କେମିତି ହେଲା? ସେ ଅନେକ କଥା, ଶୁଣିବୁ ମୋ କାହାଣୀ? ଦିନେ ମୁଁ ଏ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ସେତେବେଳେ ମୁଁ ଗୋଟେ ସୁନ୍ଦର ଫୁଲ ଫଳର ବଗିଚାକୁ ଦେଖିଲି। ବାଃ, ଏ ବଗିଚାର ଫୁଲ ଫଳ କେତେ ସୁନ୍ଦର ହେଇଛି। ମୁଁ ଏ ସବୁ ଫୁଲ ଫଳ ତୋଳି ମୋ ଘରକୁ ନେଇଯିବି। ଏମିତି କହି ମୁଁ ଫୁଲ ଫଳ ତୋଳିଲି। ମୋ ପାଇଁ ଅନେକ ଗଛର କ୍ଷତି ହେଲା। ମୋ ବଗିଚାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଲି। ଏସବୁ ଦେଖି ଜଙ୍ଗଲର ଦେବୀ ଅନେକ ରାଗିଗଲେ, ଆଉ ମୋ ପାଖକୁ ଆସିଲେ। ତୋର ଏତେ ବଡ଼ ସାହସ, ତୁ ମୋ ଜଙ୍ଗଲର ପରିବେଶକୁ ନଷ୍ଟ କରୁଛୁ? ଏ ଜଙ୍ଗଲ ସମସ୍ତଙ୍କର। ତୁ ଜଙ୍ଗଲର କ୍ଷତି କରି ସମସ୍ତଙ୍କୁ କଷ୍ଟ ଦେଇଛୁ। ଏବେ ତୁ ତାର ଶାସ୍ତି ପାଇବୁ। ଏମିତି କାହିଁକି କହୁଛନ୍ତି ଦେବୀ? ମୁଁ ତ କିଛି ବି ଭୁଲ କରିନି। ମୁଁ କେବଳ ଫୁଲ ଫଳ ତୋଳୁଥିଲି। ତୁ ଏଯାଏଁ ତ ଭୁଲ ବୁଝିପାରିଲୁନି? ଚାରିଆଡ଼କୁ ଭଲ ଭାବରେ ଦେଖେ। ଫୁଲ ଫଳ ତୋଳିବା ସମୟରେ ତୁ କେମିତି ଗଛମାନଙ୍କର ଡାଳ ଭାଙ୍ଗିଛୁ। ତୁ ଏ ଜଙ୍ଗଲର ସୌନ୍ଦର୍ଯ୍ୟକୁ ନଷ୍ଟ କରିଛୁ। ଏବେ ତୁ ତାର ଶାସ୍ତି ପାଇବୁ। ଏମିତି କହି ଦେବୀ ମତେ ଏକ ଗଛ କରିଦେଲେ। ମୁଁ ଗୋଟେ ଆମ୍ବ ରୂପରେ ଗଛରେ ଝୁଲି ରହିଲି। ଦିନକୁ ଦିନ ପାଣି ଅଭାବରେ ମୁଁ ଶୁଖିବାକୁ ଲାଗିଲି। ଭାବିଥିଲି ଏମିତି ହିଁ ମୁଁ ମରିଯିବି, ହେଲେ ସେତେବେଳେ ତୁ ଆସି ମୋ ମୂଳରେ ପାଣି ଦେଇ ମତେ ରକ୍ଷା କଲୁ।
ଦେବୀ କହିଥିଲେ ଯାହା ମନରେ ଗଛମାନଙ୍କ ପ୍ରତି ଦୟା ଭଲ ପାଇବା ଥିବ ସେ ହିଁ ମତେ ଏ ରୂପରୁ ମୁକ୍ତ କରିପାରିବ। ଚଢ଼େଇ ତୁ ମତେ ଏବେ ସାହାଯ୍ୟ କର, ମୁଁ ଜାଣେ ତୁ ବହୁତ ଭଲ ମନର। ଠିକ ଅଛି, ମତେ କୁହ ମୁଁ ତୁମକୁ କେମିତି ସାହାଯ୍ୟ କରିବି? ଏଠାରୁ କିଛି ଦୂରରେ ଗୋଟେ ନଦୀ ଅଛି। ସେ ନଦୀ ପାର ହେଲେ ଗୋଟେ ଖୋଲା ପଡ଼ିଆ ପାଇବୁ। ଦିନେ ସେ ପଡ଼ିଆ ଜଙ୍ଗଲ ଥିଲା। ମଣିଷ ମାନେ ସେ ଜଙ୍ଗଲର ସବୁ ଗଛ କାଟିବା ଯୋଗୁଁ ପଶୁ ପକ୍ଷୀ ଆଉ ସେଠି ରହିପାରିଲେନି। ଏବେ ସେଇଟା ଗୋଟେ ଖୋଲା ପଡ଼ିଆ। ତୁ ସେଠାକୁ ଯାଇ ସେଠି 100ଟି ଗଛ ଲଗେଇବୁ। ତାହେଲେ ଯାଇ ଜଙ୍ଗଲର ଦେବୀ ତୋ ଉପରେ ଖୁସି ହେଇ ତତେ ଦେଖାଦେବେ। ବୁଝିଗଲି, ଯେତେବେଳେ ଜଙ୍ଗଲର ଦେବୀ ଦେଖା ହେବେ ତାଙ୍କୁ ତୁମ ମୁକ୍ତିର କଥା ମୁଁ କହିବି। ହଁ ଚଢ଼େଇ, ତୁ ଠିକ କହିଲୁ। ହେଲେ ଚଢ଼େଇ ତୁ ମୋ ପାଇଁ କଣ ଏତେ କଷ୍ଟ କରିପାରିବୁ? ଆରେ ଏଥିରେ କଷ୍ଟ କଣ? ମତେ ଗଛ ଲଗେଇବାକୁ ବହୁତ ଭଲ ଲାଗେ। ଆଉ ଗୋଟେ ଖୋଲା ପଡ଼ିଆକୁ ଜଙ୍ଗଲ କରିପାରିଲେ ମୁଁ ଅନେକ ଖୁସି ହେବି। ଏବେ ମୁଁ ଯାଉଛି। ଏମିତି କହି ଚଢ଼େଇ ଶୀଘ୍ର ତା ଘରକୁ ଗଲା ଆଉ ତାର ମାକୁ ସବୁ ଘଟଣା କହିଲା। ତାପରେ ସେ କୋଦାଳ ଆଉ 100ଟି ଚାରା ଗଛ ଧରି ଖୋଲା ପଡ଼ିଆକୁ ଗଲା। ସେ ଦିନସାରା ପରିଶ୍ରମ କରି ଚାରା ଗଛ ଲଗେଇଲା। ସେତେବେଳେ ଜଙ୍ଗଲର ଦେବୀ ଖୁସି ହେଇ ତା ପାଖକୁ ଆସିଲେ। ବାଃ ଚଢ଼େଇ, ଗଛମାନଙ୍କ ପ୍ରତି ତୋର ଏତେ ଭଲ ପାଇବା ଦେଖି ମୁଁ ଅନେକ ଖୁସି। କହ ତୁ କଣ ଉପହାର ନେବୁ? ତୁ ଯାହା କହିବୁ ମୁଁ ସବୁ ଦେବି। ମୋର କିଛି ଦରକାର ନାହିଁ ଦେବୀ। ଆମ୍ବ ଭିତରେ ଥିବା ପରୀକୁ ତୁମେ ମୁକ୍ତ କରିଦିଅ। ସେ ନିଜ ଭୁଲ ବୁଝି ସାରିଲେଣି। ମୁଁ କେବଳ ଏତିକି ଚାହୁଁଛି। ଆଚ୍ଛା ଠିକ ଅଛି ଚଢ଼େଇ, ତୁ ଯଦି ଏମିତି ଚାହୁଁଛୁ ତେବେ ସେ ପରୀ ଶୀଘ୍ର ହିଁ ଆମ୍ବରୁ ମୁକ୍ତ ହେବ। ଏବେ ଚାଲେ ସେଠାକୁ ଯିବା। ଏମିତି କହି ଜଙ୍ଗଲର ଦେବୀ ଚଢ଼େଇ ସାଙ୍ଗରେ ସେ ଶୁଖିଲା ଗଛ ପାଖକୁ ଆସିଲେ ଆଉ ପରୀକୁ ଆମ୍ବରୁ ମୁକ୍ତ କଲେ। ତତେ ଅନେକ ଅନେକ ଧନ୍ୟବାଦ ଚଢ଼େଇ। ଆଜି ତୋ ପାଇଁ ମୁଁ ମୋ ପୂର୍ବ ରୂପ ଫେରି ପାଇଲି। ପରୀ ସବୁବେଳେ ଗୋଟେ କଥା ମନେ ରଖିବା, ପରିବେଶର କ୍ଷତି କଲେ ଆମ ନିଜର ହିଁ କ୍ଷତି ହେବ। ହଁ ଚଢ଼େଇ, ଏ କଥା ମୋର ସବୁବେଳେ ମନେ ରହିବ। ମୁଁ ତତେ ଉପହାରରେ କିଛି ମଞ୍ଜି ଦେଉଛି। ଏଇ ନେ, ଏସବୁ ଯାଦୁର ମଞ୍ଜି। ଏ ମଞ୍ଜିରୁ ଯୋଉ ଗଛ ବାହାରିବ ସେ ଗଛର ଫଳ କେବେ ବି ସରିବନି। ତାପରେ ଚଢ଼େଇ ସେ ସବୁ ମଞ୍ଜି ଧରି ଘରକୁ ଆସିଲା ଆଉ ନିଜ ଅଗଣାରେ ଲଗେଇଲା। ସଙ୍ଗେ ସଙ୍ଗେ ମଞ୍ଜି ମାନଙ୍କରୁ ଗଛ ବାହାରିଲା ଆଉ ସବୁ ଗଛରେ ଅନେକ ଅନେକ ଫଳ ଫଳିଥିଲା। ଏସବୁ ଦେଖି ଚଢ଼େଇ ଆଉ ତାର ମା ଖୁବ୍ ଖୁସି ହେଇଗଲେ। ସେମାନେ ଫଳ ବିକ୍ରି କରି ଭଲରେ ରହିଲେ।